ସଫଳତା ପାଇଁ 8ଟି ପଦକ୍ଷେପ। ଜଣେ ଭଲ ଅନ୍ୱେଷକ ହୁଅନ୍ତୁ। ସବୁ କାମକୁ ତୁରନ୍ତ କରିବା ପାଇଁ ଅଭ୍ୟାସ ହାସଲ କରନ୍ତୁ। ସ୍ୱୀକାର କରିବାର ମନୋବୃତ୍ତିର ବିକାଶ ଘଟାନ୍ତୁ। ନିରନ୍ତର ଶିକ୍ଷା କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ। ସଦା ସର୍ବଦା ଶିଖିବାର ଅଭ୍ୟାସକୁ ଚାଲୁ ରଖନ୍ତୁ। ସକାରାତ୍ମକ ସ୍ୱାଭିମାନ କର୍ଷଣ କରନ୍ତୁ। ନକାରାତ୍ମକ ପ୍ରଭାବ ଠାରୁ ଦୂରେଇ ରୁହନ୍ତୁ। ଯେଉଁ କାର୍ଯ୍ୟଟି କରିବା ନିହାତି ଜରୁରୀ ସେହି ସବୁ କାର୍ଯ୍ୟକୁ ଆପଣେଇ ନିଅନ୍ତୁ। ଏକ ସକାରାତ୍ମକ ମନୋଭାବ ନେଇ ଦିନର କାର୍ଯ୍ୟ ଆରମ୍ଭ କରନ୍ତୁ। ପ୍ରଶଂସା ଦେବାକୁ ଏବଂ ପାଇବାକୁ ଶିଖନ୍ତୁ। ଅନ୍ୟକୁ ଉଚିତ ପ୍ରଶଂସା କରିବାକୁ କୌଣସି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ମନେ ରଖନ୍ତୁ, ଏ କ୍ଷେତ୍ରରେ ଆପଣଙ୍କର ପ୍ରଶଂସା ନିଷ୍କପଟ, ଖାଣ୍ଟି ଆଉ ଯଥାର୍ଥ ହେବା ଉଚିତ। ଅନ୍ୟମାନେ ଆପଣଙ୍କୁ ପ୍ରଶଂସା କଲେ ଉଦାରତା ଓ ସହୃଦୟତାର ସହ ଗ୍ରହଣ କରନ୍ତୁ ଏବଂ ଧନ୍ୟବାଦ ଦିଅନ୍ତୁ। ଏହା ଆପଣଙ୍କର ନମ୍ରତାର ଲକ୍ଷଣ। ଦାୟିତ୍ୱ ଗ୍ରହଣ କରନ୍ତୁ। ଆମର ବ୍ୟବହାର ଏବଂ କାର୍ଯ୍ୟରେ ଆମେ ଦାୟିତ୍ୱବାନ ହେଲେ ନିଜକୁ କୌଣସି ବାହାନାର ଆଶ୍ରୟ ନେବାକୁ ପଡ଼ିବ ନାହିଁ। କିଛି ଛାତ୍ର ଅଛନ୍ତି ଯେଉଁମାନେ ପରୀକ୍ଷାରେ ଫେଲ୍ ହେଲେ ଏବଂ ଶିକ୍ଷକଙ୍କ ଦୋଷ ଦେଇଥାନ୍ତି। ନିଜ ଦୋଷ ଘୋଡ଼ାଇବା ପାଇଁ ଏସବୁ କେବଳ ବାହାନା। ଆପଣ ସେହିଭଳି ହେବାକୁ ଭାବନ୍ତୁ ନାହିଁ। ଆମେ ନିଜେ ଦାୟିତ୍ୱ ଗ୍ରହଣ କଲେ ଅନ୍ୟକୁ ନିନ୍ଦା କରିବାକୁ ମନ ବଳିବ ନାହିଁ। ତାପରେ କେବଳ ଆମ ଜୀବନର ମାନ ଏବଂ ଆମର ଉତ୍ପାଦିକା ଶକ୍ତି ବୃଦ୍ଧି ହୋଇପାରିବ। ସଫଳତାର ସଂଜ୍ଞା କ'ଣ? କେଉଁ କେଉଁ ଜିନିଷ ବ୍ୟକ୍ତିକୁ ସଫଳ କାମ କରାଏ? ଆମେ ସଫଳତାକୁ ଚିହ୍ନିବା କେମିତି? କେତେକ ଲୋକ ଧନ ସମ୍ପଦ ବା ଅର୍ଥକୁ ସଫଳତା ବୋଲି ଧରି ନିଅନ୍ତି। ଆଉ କେହି ଏହାକୁ ସୁଖ, ସନ୍ତୋଷ, ବଂଶ ବୁନିୟାଦି ଏବଂ ମାନସିକ ଶାନ୍ତି ବୋଲି ଭାବିଥାନ୍ତି। କିନ୍ତୁ ସତ କଥା କହିଲେ ସଫଳତା ହେଉଛି ପୁରାପୁରି ବ୍ୟକ୍ତିଗତ ଅନୁଭବ। ଅଲଗା ଅଲଗା ଲୋକଙ୍କ ପାଇଁ ସଫଳତାର ଅର୍ଥ ଭିନ୍ନ ଭିନ୍ନ ହୋଇଥାଏ। ମହାନ ଲକ୍ଷ୍ୟ ପ୍ରାପ୍ତିର ନିରବଚ୍ଛିନ୍ନ ଅନୁଭବ ହିଁ ସଫଳତା। ଜୀବନରେ ସଫଳତା ପାଇଁ ଶାଶ୍ୱତ ରୂପରେ 3ଟି ମୂଳତତ୍ତ୍ୱ ସର୍ବଦା ଧ୍ୟାନରେ ରଖିବା ଉଚିତ। ପରିଶ୍ରମ, ସଚ୍ଚୋଟତା ଏବଂ ବିଶ୍ୱାସ। ଏହା ବିନା କୌଣସି ବି ସଫଳତା ଦୀର୍ଘକାଳ ରହିପାରିବ ନାହିଁ। ଏକ ସଫଳ ବ୍ୟକ୍ତିକୁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଏହି 3 ମୂଳତତ୍ତ୍ୱକୁ ଦୃଢ଼ତାର ସହ ଧାରଣ କରିବାକୁ ହିଁ ପଡ଼ିଥାଏ। ଜୀବନରେ ଆମର ସଂଘର୍ଷର ପରିଣାମ ସୁଖଦ ବା ଦୁଃଖଦ ହୋଇପାରେ। ଆମେ କିପରି ସଂଘର୍ଷର ମୁକାବିଲା କରିଛେ ତା ଉପରେ ନିର୍ଭର କରେ। ବିନା ଚେଷ୍ଟାରେ ସଫଳତା ହାସଲ କରି ହୁଏ ନାହିଁ। ଏଥିପାଇଁ ଏକନିଷ୍ଠ ସାଧନା ଆବଶ୍ୟକ ହୋଇଥାଏ। ଯେଉଁଠାରେ କାହାର ଦାନ ଦେବାର ପ୍ରବୃତ୍ତି ନଥାଏ, ଅର୍ଥାତ୍ ଯେଉଁ ସ୍ଥାନର ବାସିନ୍ଦାମାନେ ଆତ୍ମକେନ୍ଦ୍ରିକ ବା ସ୍ୱାର୍ଥପର ହୋଇଥିବାରୁ ସେମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇବାର କୌଣସି ଆଶା ନଥାଏ, ସେଠାରେ ବାସସ୍ଥାନ କରିବା ଉଚିତ ନୁହେଁ। ଯେଉଁଠାରେ ଲୋକେ କର୍ମଦକ୍ଷ ନୁହନ୍ତି ଏବଂ ବିବିଧ କର୍ମ ପାଇଁ ଆବଶ୍ୟକତା ଅନୁସାରେ ଜନଶକ୍ତିର ଅଭାବ ଅର୍ଥାତ୍ ଶ୍ରମିକ ଶ୍ରେଣୀର ଲୋକ ମିଳନ୍ତି ନାହିଁ, ଏହି ସ୍ଥାନ ବାସୋପଯୋଗୀ ନୁହେଁ। ଅସାମାଜିକ କର୍ମ କଲେ ମଧ୍ୟ ଯେଉଁଠାରେ ଲୋକେ ଲଜ୍ଜିତ ହୁଅନ୍ତି ନାହିଁ ଏବଂ ଅସାମାଜିକ କର୍ମ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ, ସେଠାରେ କୌଣସି ଭଦ୍ରଲୋକ ବାସ କରିପାରନ୍ତି ନାହିଁ। ଜୟ ଶ୍ରୀ ଜଗନ୍ନାଥ।